श्रीदारु ब्रह्म कमर गाथा स्रष्टांकर पुणी सृष्टिर कथा श्रीदारु ब्रह्म कमर गाथा स्रष्टांकर पुणी सृष्टिर कथा जगत जनक मंगल पाई लीला क्षेत्र कल श्रीक्षेत्र भूई से अमर गाथा दिए बखाणी करे कल्याण स्कंद पुराण स्कंद पुराण स्कंद पुराण। दैत हे भुवनैक बंधो हे कृष्ण हे चपल हे करुणैक सिंधो हे नाथ हे रमण हे नयनाभिराम हा हा कदानुभवितासि पदं दृशोर में हे गोपालक हे कृपा जल निधे हे सिंधु कन्यापते हे कंसांतक हे गजेन्द्र करुणा पारीण हे माधव हे रामानुज हे जगत्त्रय गुरो हे पुंडरीकाख्यमां हे गोपीजननाथ पालय परं जानामि न त्वं विना हे कृष्ण करुणा सिंधु दीनबंधो जगतपते गोपेश गोपिका कांत राधा कांत नमस्तुते तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये वाञ्छाकल्पतरुभ्यश्च कृपा सिन्धुभ्य एव च पतितानां पावनेभ्यो वैष्णवेभ्यो नमो नमः वैष्णवेभ्यो नमो नमः नमो धर्माय महते नमः कृष्णाय वेधसे ब्राह्मणेभ्यो नमस्कृत्य धर्मान् वक्ष्ये सनातनम्। ई पवित्र कार्तिक मासर जहाँ किछि आमे आलोचना करुथिले ई मासर सबुठु जानिला भली शुणिला भली मने रखिला भली गोटे कथा कार्तिके राधा दामोदर श्रीमद् भागवतम ई जो लीला याकू आमे अल्पे बहुते समस्ते जाने दधिमंथन निनादे त्यक्त निद्रा प्रभाते दधिमंथनर निनाद शुणी अति प्रत्युषरु कन्हईर निद भांगिला विचार करुछंती ए जगत मो मायारे मोहित थिला बेले माँ संपूर्ण बात्सल्य रससिक्त होइथिबारु ता उपरे किछि भी मोर माया काम करे नाही। माया सिना काम करिवनी किंतु विनोद तो करि हबो तो विनोद अर्थरे माँ सांगरे अली करिबा पाई पदमगारम बल्लवीनाम प्रविष्ट निभृत पदमगारम चुपी चुपी पादुक थापी थापी सेमदी
ମାନେ ଖୁଆଦଣ୍ଡ ଧରି ମା ଦଧିମନ୍ଥନ କରୁଛନ୍ତି ତାଙ୍କ ପାଖରେ ଯାଇ ପହଞ୍ଚିଗଲେ। ସ୍ତନ ପିଇବା ସେ ହରି ଜନନୀ ବସ୍ତ୍ର କରେ ଧରି। ମାର ଲୁଗା କାନିକି ଭିଡ଼ିବାକୁ ଲାଗିଲେ। ମା କ୍ଷୀର ପିଇବି, ସ୍ତନ୍ୟପାନ କରିବି, ଏମିତି ଗୋଟେ ଅଝଟ ଆରମ୍ଭ କରିଦେଲେ। ମା କିନ୍ତୁ ସକାଳୁ ସକାଳୁ କହ୍ନେଇ ଅଝଟ ନ କରୁ, ଏହି ସମୟରେ ଏମିତି ଏକ ଅବସର ପାଇ ଦଧିମନ୍ଥନ କରୁଛନ୍ତି। କିନ୍ତୁ ଓଲଟା ହେଲା କଥା, ଭଗବାନ ସେଇଠି ହିଁ ଯାଇକି ହୁନ୍ଦର ଆରମ୍ଭ କରିଦେଲେ, ଲୀଳା ଆରମ୍ଭ କରିଦେଲେ। ମା କହୁଛନ୍ତି, ଯା ତୁ ନ ଧର ଏତେବେଳେ, ପଛେ ଘେନିବି ତୋତେ କୋଳେ। ଏବେ ନାହିଁ, ଦଧିମନ୍ଥନ ସରୁ, ପୁଣି ସ୍ତନ୍ୟପାନ କରେଇବି। ଏଥିରେ ଏଇଭଳି ଭାବରେ କଥୋପକଥନ ଚାଲିଥିଲା ବେଳେ ଗୋଟିଏ ଜିଦ୍, ବିନୋଦ ଲୀଳାର୍ଥେ ମାତୃସ୍ନେହ ବସାନୁଗ। ମାତୃସ୍ନେହରେ ଏତେ ଅନୁଗାମୀ ହେଇଯାଇଛନ୍ତି ପ୍ରଭୁ, ତାଙ୍କ ସାଙ୍ଗରେ ବିନୋଦ କରିବା ପାଇଁ ମାୟାତୀତା ଯଶୋଦା ତାଙ୍କ ସାଙ୍ଗରେ ବିନୋଦ କରିହେବ, ଏଇ ଅର୍ଥରେ ଅଭିଜ୍ଞ ପୁରୁଷ ସିଏ ହିଁ ଗୋଟିଏ କଥା କଲେ, ଜିଦ୍ କଲେ ଏବଂ ସ୍ତନ ପିଇବା ପାଇଁ ଯଶୋଦା ମା ବସେଇଲେ କୋଳରେ। ଏହି ସମୟରେ ଆଉ ଏକ କଥା ହେଲା, କୃଷ୍ଣଙ୍କର ଖାଇବା ପାଇଁ ଯେଉଁ ପଦ୍ମଗନ୍ଧା ଗାଈର କ୍ଷୀର ଚୁଲିରେ ବସିଥିଲା, ଭଗବାନ ଦେଖିଲେ ଲୀଳା, ଏ ତ ସମ୍ପୂର୍ଣ୍ଣ ଲୀଳାର ଗୋଟେ ବିଧୃତ କଳେବର। ତେଣୁ କ'ଣ କରିବେ, କୋପେ ଚାହିଁଲେ ଚକ୍ରଧର, ତାକୁ ସେ ଚୁଲିରେ ବସିଥିଲା କ୍ଷୀର। ତକ୍ଷଣେ ପଡ଼ିଲା ଉତୁରି, ଦେଖି ଧାଇଁଲେ ନନ୍ଦ ନାରୀ। କୃଷ୍ଣକୁ କୋଳରୁ ତଳେ ପକାଇ ଦେଇ, କୋଳରୁ ପକାଇଲେ ତଳେ ଅଜ୍ଞାନ ମାୟା ମୋହ ବଳେ। ଯାହାଙ୍କର ଦର୍ଶନ ପାଇବା ପାଇଁ, ଧ୍ୟାନ ଧାରଣାରେ ଆଣିବା ପାଇଁ ମୁନିମାନେ ହଜାର ହଜାର ବର୍ଷ ତପସ୍ୟା କରି ମଧ୍ୟ ସେ ସୁଯୋଗ ପାଆନ୍ତି ନାହିଁ। ସିଏ ମହାପ୍ରଭୁଙ୍କୁ କୋଳରେ ଧରି ଯଶୋଦା ବସିଥିବା ବେଳେ ଅଜ୍ଞାନ ମାୟା ମୋହ ବଳେ ତାଙ୍କୁ ତଳେ ପକାଇ ଦେଇ, କୋଳରୁ ଉଠେଇ ଦେଇ, ଦେଖି ଧାଇଁଲେ ନନ୍ଦ ନାରୀ। ଚୁଲିରେ ବସିଥିବା କ୍ଷୀରରେ ପାଣି ପକାଇ ନଉତୁରୁ, ସେଥିପାଇଁ ସେଠିକି ଦୌଡ଼ିଗଲେ। ଭଗବାନ ଦେଖିଲେ କ'ଣ ହେଲା, ଇଏ ମା ପୁଣି ମୋତେ ଏଭଳି ହତାଦର ତ ନୁହେଁ, ଏମିତି ଅବଜ୍ଞା କଲା ଭଳି କୋଳରୁ ଫୋପାଡ଼ି ଦେଇ ଗଲେ। ଦେବତାମାନେ ମଧ୍ୟ ହାହାକାର କରି ଉଠିଲେ, ଯଶୋଦେ କ'ଣ ହେଲା ମା? କିଂ ବ୍ରୁମାସ୍ତ୍ୱମ୍ ଯଶୋଦେ, କ'ଣ କଲ ତମେ? ସ୍ୱୟଂ ମଧୁସୂଦନ ପରମ ମୁରାରୀ, ଯାହାଙ୍କୁ ଅଙ୍କାରୂଢ଼ ଥିଲେ ତାଙ୍କୁ ଆପଣ ତଳେ ପକାଇ ଦେଲେ। ମାୟା ବିମୋହିତ ନ ହୋଇ ସମ୍ପୂର୍ଣ୍ଣ ଭାବରେ ଦେବତା ମଣ୍ଡଳୀଙ୍କ ଉଦ୍ଦେଶ୍ୟରେ ଯଶୋଦା ମାତା ସ୍ୱଗତୋକ୍ତି କଲା ଭଳି ଗୋଟିଏ କଥା କହିଲେ, ଭଗବାନଙ୍କ ଅପେକ୍ଷା ଭଗବାନଙ୍କର ପରିଚର୍ଯ୍ୟା ଶ୍ରେଷ୍ଠତର, ଏକଥା ତ ଆପଣମାନେ ଜାଣନ୍ତି। ତେଣୁ କହ୍ନେଇ ଖାଇବ, ତାରି ପାଇଁ ବସେଇଥିବା କ୍ଷୀର, ତାକୁ ପ୍ରିୟ ଲାଗୁଥିବା କ୍ଷୀର ଯେତେବେଳେ ଉତୁରି ପଡ଼ୁଛି, ତାରି ସେବା ପାଇଁ ମୁଁ ଆଣିବାକୁ ଗଲି, ତାକୁ ତଳେ ପକାଇଛି, ବସେଇଛି ମାତ୍ର, ପୁଣି କୋଳକୁ ନେବି। ଏଥିରେ ଏତେ ମାତ୍ରାରେ ଦୋଷ ହେଲା ମୋର? ତ ଏମିତି ଏକ ଲୀଳା ଚାଲିଥିଲା। ଭଗବାନ ସେମିତି ପଡ଼ିକିରି ଅଛନ୍ତି। କୋପେ ଉଠିଲେ ଚକ୍ରଧର, ଦନ୍ତେ କାମୁଡ଼ିଲେ ଅଧର। କହିଲେ, ମା ଏ ଲୀଳାରେ ମାୟାରେ ତାଙ୍କୁ ମୋହିତ ନ କଲେ ଏ ଜଗତ ମୋର ଆୟତ୍ତାଧୀନ ହେବ ନାହିଁ, ମୋତେ ଚିହ୍ନିବା ମଧ୍ୟ ମୁସ୍କିଲ ହେଇଯିବ। କିଛି ଦିନ ପୂର୍ବରୁ ମାଟି ଖାଇବାର ଲୀଳା, ଏଇ କଥା ହିଁ ପ୍ରଭୁ ଦେଖେଇଥିଲେ। ବଳଦାଉ ଯେତେବେଳେ ଆସି ମାଆଙ୍କୁ କହିଛନ୍ତି, ମା କହ୍ନେଇ ଆଜି ମାଟି ଖାଇଛି, ସେତେବେଳେ କହ୍ନେଇକି ପଚାରିଲେ, କହ୍ନେଇ ଏକଥା ସତ? କହ୍ନେଇ କହୁଛନ୍ତି ସେଇ କଥା, ମା ସର୍ବେ ମିଥ୍ୟାଭିଶଂସିନ, ଇଏ ସମସ୍ତେ ମିଛ କହୁଛନ୍ତି। ମା ଇଏ ବଡ଼ ଭାଇ ତୋର, ସିଏ ବି ମିଛ କହୁଛି ନା? ହଁ, ସିଏ ବି ମିଛ କହୁଛନ୍ତି। ଯଦି ସତ୍ୟଙ୍ଗିରହ, ଯଦି ସତ କ'ଣ ଜାଣିବାକୁ ଚାହୁଁଛୁ ମା, ପଶ୍ୟମେ ମୁଖମ, ମୋ ମୁଖ ଗହରକୁ ଦେଖ। ସେତିକି ବେଳେ ମାଟି ଥିଲା ତାଙ୍କ ପାଟି ଭିତରେ, ତାକୁ ଜିଭ ତଳକୁ ନେଇ ମାଆକୁ ମୁଖ ଗହର ଦେଖେଇଲେ, ଯେଉଁଥିରେ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡ ଏବଂ କୃଷ୍ଣଙ୍କର ଇଏ ମୂର୍ତ୍ତି, ଇଏ ବାଳ ଲୀଳାର ମୂର୍ତ୍ତି ମଧ୍ୟ ଯଶୋଦା ଦେଖି
ଆତ୍ମବିଭୋର ହୋଇ ପଡ଼ିଥିଲେ, ସମ୍ବିତ ଚେତନା ଚାଲି ଯାଇଥିଲା। ତ ସେଇ ପ୍ରଭୁ ଆଜି ଆଉ ଏକ ମାୟା କରୁଛନ୍ତି। କୂପେ କାମୁଡ଼ିଲେ ଅଧର, ଘରୁ ଆଣିଲେ ଶିଳୁ ପତା, ଉଠିଲେ ଭବ ସୁଖ ଦାତା, ପିଟିଲେ ଦଧି ଭାଣ୍ଡେ ନେଇ, ଭାଜି ଗୋରସ ଗଲା ବହି। ଘରୁ ଗୋଟେ ଶିଳୁ ପତା ଆଣି ଦଧି ହାଣ୍ଡିରେ ପ୍ରହାର କଲେ ଏବଂ ଦଧି ହାଣ୍ଡି ଭାଙ୍ଗିଗଲା, ଦହି ସେମିତି ବହି ଚାଲିଛି। ମା ଦେଖିଲେ ଇ କାଣ୍ଡ କଲା କହ୍ନେଇ ଏଭଳି ଭାବରେ ଆଜି ସକାଳୁ ହଟ କରିଛି। ଏ ଯେଉଁ ସମସ୍ତ କଥା ଏଇଥିପାଇଁ ଦଣ୍ଡ ଦେବା ଉଦ୍ଦେଶ୍ୟରେ, ଶାସନ କରିବା ଉଦ୍ଦେଶ୍ୟରେ, ତାଗିଦ କରିବା ପାଇଁ ମା ଯାହା ଯାହା ସବୁ ବ୍ୟବସ୍ଥା କଲେ, ଇ ଦାମୋଦର ଲୀଳାର ଏକ ସ୍ପଷ୍ଟ ଚିତ୍ର ଆମର ଯେଉଁ କୁନ୍ତୀ ଦେବୀ କୁନ୍ତୀଙ୍କର ଯେଉଁ ସ୍ତବ ଅଛି ନା, ସେଥିରେ ଗୋଟିଏ ମାତ୍ର ଶ୍ଳୋକକୁ ଆଜି ଆମେ ଏଇଠି ନେବା ଦାମୋଦର ଉପାଖ୍ୟାନ ପାଇଁ କେବଳ। ଭଗବାନ ଏଥର ଦ୍ୱାରକା ଚାଲିଯିବେ, ରଥ ପ୍ରସ୍ତୁତ ହେଇଛି, ଅର୍ଜୁନ ରଥ ନେଇ ଦ୍ୱାରକାକୁ ଯିବ। ମା କୁନ୍ତୀ ଯେତେବେଳେ ଶୁଣିଲେ କହ୍ନେଇ ଆଜି ଦ୍ୱାରକା ପ୍ରସ୍ଥାନ କରୁଛି, ତ ଫେରି ଆସିଛନ୍ତି, ରଥ ଉପରକୁ ଉହୁଙ୍କି ଉଠିଛନ୍ତି ଏବଂ ତାଙ୍କୁ କେବଳ ଛୁଇଁ ଦେଇଛନ୍ତି। ସେତିକିବେଳେ ଗୋଟିଏ କଥା ତାଙ୍କର ମନେ ପଡ଼ୁଛି, ଏଇ କହ୍ନେଇ ଇଏ କେଡ଼େ ବଡ଼ ହେଇଗଲାଣି, ମୋ ପିଲାମାନଙ୍କୁ ଏତେ ସାହାଯ୍ୟ କରୁଛି, ୟା ପିଲାଦିନୁ ତ ମୁଁ ଦେଖିଛି। ତାଙ୍କୁ ଗୋଟିଏ କଥା ହଠାତ୍ ତାଙ୍କର ମନେ ପଡ଼ିଲା, କହିଲେ କହ୍ନେଇରେ ଆଜି ତୁ ଆମକୁ ଛାଡ଼ି ଦ୍ୱାରକାପୁରକୁ ଯିବୁ ବୋଲି ଭାବୁଛୁ, କିନ୍ତୁ ଆମେ ତୋତେ ଛାଡ଼ିଲେ ତ ତୋର ପିଲାଦିନର କଥା ଆଜି ମୋର ବହୁତ ମନେ ପଡ଼ୁଛି। ଗୋପ୍ୟା ଦଦେ ତୋଇ କୃତା ଗସିଦାମତାବତ୍, ଜାତେ ଦଶାଶ୍ରୁ କଲିଳାଞ୍ଜନ ସମ୍ଭ୍ରମାଖ୍ୟମ୍, ବକ୍ତ୍ରଂ ନିନୀୟ ଭୟ ଭାବନୟା ସ୍ଥିତସ୍ୟ, ସା ମାଂ ବିମୋହୟତି ଭୀରପି ଯଦ୍ ବିଭେତି। କୁନ୍ତୀ କହୁଛନ୍ତି ଯେ କହ୍ନେଇରେ, ଯେଉଁଦିନ ତୁ ଦହି ହାଣ୍ଡି ଭାଙ୍ଗିଲୁ, ତୋଇ କୃତାଗସି, ତୋରି କୃତକର୍ମକୁ ଦେଖି, ତୁ କରିଥିବା ଦୁଷ୍କର୍ମକୁ ଦେଖି, ଗୋପୀ ଯଶୋଦା ଆଦଦେ ଆଣନ୍ତେ, କ'ଣ ଆଣନ୍ତେ? ଦାମ, ଦାମ ମାନେ ଦଉଡ଼ି। ମା ତୋତେ ବାନ୍ଧିବା ପାଇଁ ତୋ ମା ଯଶୋଦା ଦଉଡ଼ି ଆଣିବାକୁ ଗଲା। କାହିଁକି ତୋତେ ବନ୍ଧାଯିବ? ତୋଇ କୃତାଗସି, ତୋରି ଯେଉଁ କୃତକର୍ମ, ଏଇ ଦହି ହାଣ୍ଡି ଭାଙ୍ଗିବାର ଫଳ ସ୍ୱରୂପ ତୋତେ ବାନ୍ଧି ଦିଆଯିବ। ସେଇଥିପାଇଁ ଗୋପୀ ଯଶୋଦା ଦଉଡ଼ି ଆଣିବାକୁ ଗଲାବେଳେ, ଜାତେ ଦଶା, ତୋର ଯେଉଁ ଦଶାରେ କହ୍ନେଇ, ମୁଁ ତ ଘରେ ଥିଲି ସେଦିନ, ଦେଖିଛି ତତେ ସେଇ କଥା। ଅଶ୍ରୁ କଲିଳ ଅଞ୍ଜନ ସମ୍ଭ୍ରମାଖ୍ୟମ୍, ତୁ ତ ସହଜେ କଳା, ତୋ ଆଖିରେ ଲଗେଇଥିଲୁ କଳା, ସେଥିରୁ ଝରଝର ଲୁହ ବହୁଥିଲା ଏବଂ ଆଖିରେ ଲଗେଇଥିବା କଳାକୁ ଦୁଇ ହାତରେ ଏମିତି ମକଚି ଦେଇଛୁ ଯେ ସେ ଲୁହ ସାଙ୍ଗରେ ମିଶିଛି, ସାରା ମୁହଁଟା ତୋର କଳା ପଡ଼ିଗଲା। ଜାତେ ଦଶା, ଅଶ୍ରୁ କଲିଳ ମାନେ ପଙ୍କ, ପଙ୍କ ଚକଟିଲା ପରି ତୋର ସମଗ୍ର ମୁଖମଣ୍ଡଳରେ ଇଏ ଅଞ୍ଜନ, କଳା ଏବଂ ଲୁହର ସମ୍ମିଶ୍ରଣରେ ଏକ ପଙ୍କିଳ ପରିସ୍ଥିତି ସୃଷ୍ଟି ହେଇଛି, ସାରା ମୁହଁଟା ତୋର କଳା ହେଇଯାଇଥିଲା। ଭୟଭାବନୟା ସ୍ଥିତସ୍ୟ, ମା ଆସିବ, ଦଉଡ଼ିରେ ବାନ୍ଧିଦେବ, ବାଡ଼େଇବ, ଏଇଥିପାଇଁ ଭୟରେ ବରଡ଼ା ପତ୍ର ପରି ଥରୁଥିଲୁ। ଅଶ୍ରୁ କଲିଳ ଅଞ୍ଜନ ସମ୍ଭ୍ରମାଖ୍ୟମ୍, ସେମିତି ଏକ ମୁହଁରେ ବିଲିବିଲିଆ କଳା ବୋଳୁଥିବା ବେଳେ, ସା ମାଂ ବିମୋହୟତି, ଆଜି ତୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଇଗଲୁ, ମୋ ପିଲାମାନଙ୍କୁ ଏତେ ସହାୟତା ଦେଲୁ, ସମସ୍ତ ରାଜନ୍ୟବର୍ଗ ତତେ ଆଜି ସ୍ୱାଗତ କରୁଛନ୍ତି, ତତେ ହିଁ ଅର୍ଘ୍ୟ ଦିଆଯାଉଛି। ଏବେ ବି ମୋର ମନେ ପଡ଼ୁଛି, ଭୀରପି ଯଦ୍ ବିଭେତି, ଭୟକୁ ଦେଖି ଯିଏ ଭୟ କରୁଥିଲା, ବରଡ଼ା ପତ୍ର ପରି ଥରୁଥିଲା, ସିଏ ଆଜି ଏ ଜଗତର ଅଜେୟ ପୁରୁଷ, ସମସ୍ତ ଆଶା ଆଶଙ୍କାର ଊର୍ଦ୍ଧ୍ୱରେ ସମ୍ପୂର୍ଣ୍ଣ ଶକ୍ତିମାନ ପୁରୁଷ, ଏକଥା ମୋତେ ଆଜି ବି ବିମୋହିତ କରୁଛି। ତ ମା କ'ଣ କଲେ? ଦଉଡ଼ି ଆଣିଲେ, ବାନ୍ଧିବାକୁ ଲାଗିଲେ। ଖାଲି ହାତ ଦୁଇଟା ପଛରେ ବାନ୍ଧି ଦେଇଥିଲେ ହେଇଥାନ୍ତା। ଉଦରେ ଦାମ ବି ବଧ୍ୱା ତଦା ପ୍ରୋକ୍ତମ୍ ଦାମୋଦର, ମା କ'ଣ କଲେ? ପେଟ ପଟୁ ଦଉଡ଼ି ନେଇ ପଛପଟେ ହାତ ଦୁଇଟାକୁ ବାନ୍ଧିଦେଲେ ଏବଂ ସେ ବନ୍ଧା ହାତକୁ ଦଉଡ଼ିର ଅଗ୍ରଭାଗରେ
आउ गोटे उल्लू खଳ मझीटा सरू दी पटे काठ गंडी अच्छी जमती आम रुखा बा डंबरू परी देखा सेमिति एक उल्लू खଳରେ ताକୁ बांधी देई गाधेଇବା ପାଇଁ स्नान करने उद्देश्य यमुना नदी की चलीगले। ये केमिति बंधा हेले कृष्ण दौड़ी पेटरे अच्छी पेट पटु जाइए उदरे दाम भी बधुआ तांको पेट देई पछपटे बंधा है ताहा उल्लू खଳରେ बंधा है। एमिति एक परिस्थिति रे माँ जिते बड़े स्नान करने को जाइछंती केही भी बारण करूना ସେଇଠି ଥିଲେ ରୋହିଣୀ ପାଖରେ ସିଏ ମଧ୍ୟ କିଛି କହିଲେ ନାହିଁ କାରଣ ଦୁଷ୍ଟାମୀ କରୁଛି ମା ତ ବାନ୍ଧିଛନ୍ତି। ତ କୃଷ୍ଣ ସମସ୍ତଙ୍କ ଅଲକ୍ଷ୍ୟରେ ଆସ୍ତେ 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 ଯାଇ ଦୁଇଟି ଅର୍ଜୁନ ଗଛ ଥିଲା ଜାମଳା ଅର୍ଜୁନ ଦୁଇଟା ସମାନ ଜାଁଳା ଗଛ ଆମେ ଯାହାଙ୍କୁ ଜାଣିଛେ ସିଏ ହେଉଛନ୍ତି କୁବେରଙ୍କର ପୁତ୍ର ନଳକୁବର ଏବଂ ମଣିଗ୍ରୀବ। ଏମିତି ଉଲଗ୍ନ ସ୍ନାନ କରୁଥିଲା ବେଳେ ଦେବକନ୍ୟାମାନଙ୍କ ସାଙ୍ଗରେ ମହର୍ଷି ନାରଦ ସେଇ ସରୋବର କୂଳରେ ଉପସ୍ଥିତ ହେଲେ। ତାଙ୍କୁ ଦେଖି ଦେବକନ୍ୟା ମାନେ ବା ଯେଉଁଠି ସେମାନେ ଜଳ କ୍ରୀଡ଼ା କରୁଥିଲେ ସେମାନେ ଯେତେବେଳେ ବସ୍ତ୍ର ପରିଧାନ କଲେ ଇଏ ପିଲା ଦୁଇଟା ଏଭଳି ଭାବରେ କାମାସକ୍ତ ହୋଇପଡ଼ିଛନ୍ତି ଏଇ ନଳକୁବର ଆଉ ମଣିଗ୍ରୀବ ଭଗବାନ ନାରଦଙ୍କୁ ଦେଖି ମଧ୍ୟ ସେମାନେ ସମ୍ଭ୍ରମ ପ୍ରକାଶ କଲେ ନାହିଁ ମାନ୍ୟତା ଜଣାଇଲେ ନାହିଁ। ତ ୟାଙ୍କର ଇଏ ଉଲଗ୍ନ ରୂପ ଦେଖି ନାରଦ ମଧ୍ୟ ତଳକୁ ମୁହଁ ପୋତି ଦେଲେ ଏବଂ ଇଶାରାରେ କେବଳ ଠାରି वस्त्र परिधान कर लुगा पिंध तांको इशारा दबा पर मध्य ये दीटा पिला से कथा को किछि भी ग्रहण कले नहीं बुझी मध्य पारिले नहीं। मायाग्रस्त मन जहाँ मोहग्रस्त हो जाइछि कामाभिभूता नाम कामरे अभिभूत हो पड़िथिबा मन जाई गुरुंकर नारद महर्षिंकर कथा को ग्रहण करिवो ये तो तांको पखरे संभव भी नथिला। एथर नारद महर्षि मुह खोलिले एवं गोटिए कथा से मानकु कहउचंती पिले मान संभ्रम मध्य एभली भाव में तुम पाखे तुच्छ होगला कहवा कथा मध्य तमें शुणुन। वृक्ष देखिच सबू ठंडा गरम शीत उष्ण वर्षा जेमिति हो जो ऋतु आसू जेभली भाग में प्रकृति परिस्थिति करू सी सेमिति ठिया होता वृक्ष सेमिति ओदा होता है वर्षा बेले शीतर सेमिति थरुए बात्यारे प्रचंडरे सेमिति डालपत्र कंपुए वृक्षर किसी प्रतिक्रिया न थाए परिस्थिति जहाँ आसे ताकू ही से ग्रहण करी जाए। कौन सी परिस्थिति रे मध्य वृक्ष माने निष्फल थिला निश्चल थिला भली जे भली भाव में स्तंभीभूत थांती तमे दीटा को कहला पर मध्य तमे सेमिति अछ तेणु मु तुमको अभिशाप दउछि वृक्षो ई बतिष्ठ वृक्ष जेमिति किछि न जानी सेमिति ठिया होछि तमे माने जानी शुणी चेतन प्राणी हेई मध्य वृक्ष परि व्यवहार कल तमे दीटा जाँला भाई तो तेणु अर्जुन गछ हो जा दीटा अर्जुन गछ हो जा या ही आम जामला अर्जुन कथा कहू। तो भगवान अवलीला क्रमे कौन सी उपाय दीटा अर्जुन गछर संधि रे पशि जाई सेपटे रहिला काठगंडी आग को बाहरी आसी सतरे जमती काठगंडीटा सह ताकू भिड़ी देले ये गछ दीटा उपुड़ी पड़ो। नलकुबरंक चरित को बुद्धे बल को गछंती एबे सही कथा मने पड़े जी ये नलकुबर आउ मणिग्रीव एमाने भगवान को प्रार्थना करुथिले वृक्ष हो जिबा परे नारद महर्षि कहिथिले जेबे भगवान सदय हेबे तमे तम रूप फेरी पाइब। तो ये अर्जुन गछरु मुक्ति दबा पाई नलकुबर मणिग्रीव को भगवान जो लीला रचना कले ताहा थिला जामला भंजनर लीला। गछ संधि रे पशि आग को आसी एभली भाव रे भिड़ी दबा को उद्यत होउछंती। तो एतिकी बेले बड़ भाई बलदेव जी बलदाऊ जहाँ को आम कहू सी कुआड़े खेलिया जाइथिले बुलीथिले समसामयिक तेणु फेरी आसी देखिले कन्हई बंधा है पुणी एमती गोटे गछ संधि रे पशिची किछि कारण बुझी पारलेनी पचारे कन्हई तते किए बांधीची भाबुथिले जदि ये कौन कहीदेव किए गोटे साधारण बांधीची बोली ताहले मु फिटेदेवी से जीव। किंतु जितेबाला कृष्ण गोटे कथा कहले भाई मते माँ बांधी जशोदा माँ बांधी ना की कथा ये कौन कलु ना यही दही हांडी भांगार फल ये मते बंधा जाइए भाई जानिच सबुठु बड़ कथा हूँ मुझे सकाळु किछि खाइनी मते भीषण भोक कन्हई खाइनी यही कथाटा बलदेव सह्य करि पारले नाही केबे भी करती नाही कारण व्यूह रचन जदौ खितावतरती
ଚତୁର୍ଦ୍ଧାତ ପ୍ରକାଶତେ ଯାହା ସ୍କନ୍ଦ ପୁରାଣରେ ଯେଉଁ ବର୍ଣ୍ଣନା ଅଛି, ଭଗବାନ ଯେତେବେଳେ ଆସନ୍ତି ଅବତାର ଗ୍ରହଣ କରନ୍ତି କିମ୍ବା ଅର୍ଚ୍ଚା ରୂପରେ ଆସନ୍ତି, ସେତେବେଳେ ତାଙ୍କ ବିହକୁ ରକ୍ଷା କରିବା ପାଇଁ ଯେଉଁ ଚତୁର୍ବ୍ୟୁହ ରଚନା କରି ଆସନ୍ତି, ସେଥିରେ ତ ବଳଦେବ ହେଉଛନ୍ତି ମୁଖ୍ୟ। ଭୂମଣ୍ଡଳମ୍ ସର୍ଷ ପାୟତି ଯସ୍ୟ ମୃଦ୍ନି, ସେ ଶେଷନାଗ ଅନନ୍ତର ଅବତାର, ଯାହାଙ୍କର ଫଣାରେ ସୋରିଷ ଦାନା ପରି ଏ ପୃଥିବୀ ସ୍ଥିତ ହେଇଅଛି। ସେ କେଡ଼େ ବଳଶାଳୀ ନ ହେଇଥିବେ? କହ୍ନେଇ ଖାଇନି, ଇଷ୍ଟ ପୁରୁଷ ପରମ ପୁରୁଷ, ଭାଇ ରୂପରେ ଥିଲେ ମଧ୍ୟ ଖାଇ ନାହାନ୍ତି। ଏଇ କଥା ବଳଦେବଙ୍କୁ ବାଧିଲା ଏବଂ ସେ ବିଚାର କଲେ, ତତେ ମା ବାନ୍ଧିଛି ଖାଇବାକୁ ଦେଇନାହାନ୍ତି, ତ ରାଗ ତମ ହେଇ ଘର ଭିତରକୁ ପଶିଗଲେ। ସେତେବେଳକୁ ମା ଯଶୋଦା ସ୍ନାନ ସାରି ଫେରିଛନ୍ତି। ତ ସବୁଠୁ ଗୋଟିଏ ବଡ଼ କଥା ହେଲା, ଯାଇକି ମାଆଙ୍କୁ ପଚାରୁଛନ୍ତି, ମା କହ୍ନେଇକି କିଏ ବାନ୍ଧିଲା? ଯଶୋଦା କହିଲେ, ମୁଁ ବାନ୍ଧିଛି। କାହିଁ ବାନ୍ଧିଛ ତମେ? ନା ଏମିତି କୁକର୍ମ କଲା, ମାନେ ଭଳି କାଣ୍ଡ କଲା, ତାକୁ ମୁଁ କ୍ଷୀର ପିଇବାକୁ ଦେଲି, ତାରି ପାଇଁ କ୍ଷୀର ବସେଇଛି, ତଥାପି ମଧ୍ୟ ସେ ଦହି ହାଣ୍ଡିକି ପିଟିକି ଭାଙ୍ଗିଲା। ଦିନକୁ ଦିନ ଉଚ୍ଛୃଙ୍ଖଳ ହେଉଛି, ତାକୁ ଶାସନ ଦରକାର, ସେଇଥିପାଇଁ ବନ୍ଧା ଯାଇଛି। ବୁଝିପାରିଲେ ନାହିଁ ବଳଦେବ। କୃଷ୍ଣ ଖାଇ ନାହାନ୍ତି, ପରମ ପ୍ରିୟ ଇଷ୍ଟ ପୁରୁଷ ମାନେ ଅବସ୍ଥାରେ ଅଛନ୍ତି, ଭୋକ ଅବସ୍ଥାରେ ଅଛନ୍ତି, ଏଇଭଳି ତାଙ୍କୁ ମୋହିତ କରିଦେଲା ଇଏ କଥା। ମାଆଙ୍କୁ ସେ କହିବାକୁ ଲାଗିଲେ, ମା ତମେ ଜାଣିଛ ସେ କିଏ? ସେ କାହାକୁ ତମେ ବାନ୍ଧିଛ? ଯିଏ ସତ୍ୟ ପରାକ୍ରମ ସମ୍ପୂର୍ଣ୍ଣ ଜଗତର ଚରାଚର କର୍ତ୍ତା ବା ପରିଣାମ, ସିଏ ଜନ୍ମାଦ୍ୟସ୍ୟ ଯତୋ ନ୍ୟୟା ଇତରତଃ ସ୍ୱାର୍ଥେ ସ୍ୱଭିଜ୍ଞ ସ୍ୱରାଟ। ସେ ଅଭିଜ୍ଞ, ସେ ସ୍ୱରାଟ। ଇଏ ଜଗତର ସୃଷ୍ଟି ସ୍ଥିତି ପାଳନ ଯାହାଙ୍କ ଦ୍ୱାରା ମାନେ ସମ୍ପୂର୍ଣ୍ଣ ହୁଏ। ଯିଏ ଏ କଥାକୁ ଏଇ କଥାରେ ଭଙ୍ଗା ଗଢ଼ା ଯାହାର ଖେଳ ଘର, ଏ ପୃଥିବୀ ଯାହାର ଖେଳ ଘର ମାତ୍ର, ସେଇ ପରମ ପୁରୁଷଙ୍କୁ ତମେ ବାନ୍ଧିଛ। ଯଶୋଦା କହିଲେ, କ'ଣ କହିଲୁ? ଯାହାକୁ ମୁଁ ବାନ୍ଧିଛି ସିଏ ଭଗବାନ ସ୍ୱୟଂ, ସିଏ ହିଁ ଏ ସୃଷ୍ଟିକର୍ତ୍ତା, ସିଏ ହିଁ ପାଳନ କର୍ତ୍ତା, ସିଏ ହିଁ ସଂହାର କରେ, ସିଏ ଜଗତର ସବୁ କିଛି, ସିଏ ପରମ ପୁରୁଷ ସ୍ୱୟଂ ଭଗବାନ। ସିଏ ଯଦି ଭଗବାନ, ତୁ କିଏ? ବଳଦେବ ଏଥର କହିଲେ, ଭଲ କଥା ପଚାରିଲା ମା, ମୁଁ କିଏ? ପୁଣି ଏକୁତ ଉତ୍ତର ଦେବ, କହିଲେ, ମୋତେ ତମେ ଚିହ୍ନିନ? ମୁଁ ଶେଷନାଗ ଅନନ୍ତର ଅବତାର। ଏମିତି ଇଏ ସମଗ୍ର ପୃଥିବୀ ମୋ ଫଣାମଣ୍ଡଳରେ ସୋରିଷ ଦାନା ପରି ଯେ ସ୍ଥିତ ଥାଏ, ମୁଁ ବ୍ୟୁହ ରଚନାର ପ୍ରଥମ ବ୍ୟୁହ ବଳଶାଳୀ ବଳରାମ। ମୋତେ ବି ଚିହ୍ନିବାର ତମର ଅସୁବିଧା ଅଛି? ମା ଦେଖିଲେ ଇଏ ଗୋଟେ ପ୍ରହଳିକା ଆରମ୍ଭ କରିଦେଲାଣି, କହ୍ନେଇକି ଭଗବାନ କହିଲାଣି, ଇଏ ଶେଷନାଗ ଅନନ୍ତ ହେଇଗଲାଣି। କହିଲେ, ମୋ ବାଡ଼ି ଛାଟ କୁଆଡ଼େ ଗଲା? ତମେ ଦୁଇଟା ଯାକ ଅବତାର ମୋରି ଘରେ ପଶିବାକୁ କେବଳ ଥିଲା। ତ ମା ଯେମିତି ଛାଟ ପାଇଁ ଯାଇଛନ୍ତି, ସେମିତି ବଳଦାଉ କ'ଣ ସେଠି ଆଉ ଅଛନ୍ତି? ମାଇଲେ ଡିଆଁ, କହିଲେ, କୃଷ୍ଣ ପରି ମୋର ମଧ୍ୟ ଦଶା ହେବ, ମୋତେ ମଧ୍ୟ ବାନ୍ଧି ଦିଆଯିବ। କିନ୍ତୁ ଇଏ ତ ଭଗବତ ଲୀଳା। ମାଆଙ୍କୁ ବିମୋହିତ କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ଆଚ୍ଛନ୍ନ କରି, ଆଚ୍ଛନ୍ନ ମାନେ ମାତୃ ସ୍ନେହରେ ଆଚ୍ଛନ୍ନ କରି ରଖିବା ପାଇଁ ଇଏ ଯେଉଁ ଲୀଳା ରଚନା କରିଥିଲେ, ଏଥିରେ ବା ଭଗବାନ ବଳଦେବଙ୍କୁ ବନ୍ଧା କେମିତି ଯାଇଥାନ୍ତା? ନୃସିଂହଙ୍କୁ ବନ୍ଧା ଯାଇ ନାହିଁ, ରାମଙ୍କୁ ବନ୍ଧା ଯାଇ ନାହିଁ। କେବଳ ଏଇ ଲୀଳାରେ, ଏଇ ସମ୍ମୋହନ ଲୀଳାରେ, ଏଇ ଦାମୋଦର ଲୀଳାରେ କେବଳ ମାତୃ ସ୍ନେହକୁ ଆଦରିବା ପାଇଁ ରୋହିଣୀ ଆସିଲେ, ପଚାରୁଛନ୍ତି, ତ ମୁକ୍ତ ହେବୁ ତ କିଭଳି ଭାବରେ କ'ଣ କରିବ? ଏଇ ସମୟରେ ସମସ୍ତେ ଯେତେବେଳେ ଟିକେ ଆଡ଼ ହେଇଗଲେ, ଏଥର କୃଷ୍ଣ ଏତେ ଜୋରରେ ଟାଣିଦେଲେ ଯେ ଗଛ ସନ୍ଧିରେ ପଶି ଉଲୁଖଳ ଲାଗି ଦୁଇଟା ଯାକ ଅର୍ଜୁନ ଗଛ ଉପୁଡ଼ି ପଡ଼ିଲା ଏବଂ ସେଥିରୁ ଦୁଇଟି ଦିବ୍ୟ ପୁରୁଷ ବାହାରିଲେ, କୁବେରର ପୁତ୍ର ନଳକୁବର ଆଉ ମଣିଗ୍ରୀବ। ସେମାନେ ସ୍ତୁତି କରିବାକୁ ଲାଗିଲେ। ଭଗବାନ କହିଲେ, ଚୁପ୍। ଆରେ ଯେତେବେଳେ ଲୋକ ମୁକ୍ତ ହେଇଯାଏ, ଯେତେବେଳେ ନିଜେ ସମ୍ପୂର୍ଣ୍ଣ ଭାବରେ ବନ୍ଧନରୁ ମୁକ୍ତ ହେଇଯାଏ, ସେତେବେଳେ ତାଙ୍କୁ ସ୍ତୁତି କରାଯାଏ। ତମ ଦୁଇଟାଙ୍କୁ ମୁଁ ମୁକ୍ତି କଲି, ନାରଦ ଅଭିଶାପ ଦେଇଥିଲେ, ମୋ ଯୋଗୁଁ ତମେ ମୁକ୍ତି ପାଇଲ, ମୁଁ ବନ୍ଧା ହେଇଛି, ମୋତେ ତମେ ସ୍ତୁତି କରି ଲାଗିଛ ବସି। କେତେ ସାହସ ତମର! ଏଇଭଳି ଭାବରେ ତମେ ଯାଅ, ତମ ଗନ୍ତବ୍ୟ ପଥକୁ ଯାଅ। ସେତିକି ବେଳେ ସେମାନେ ଯେଉଁ ସ୍ତୁତି ପ୍ରାର୍ଥନା କରୁଛନ୍ତି ତାହା ମଧ୍ୟ ଅନବଦ୍ୟ। ଏ ଦାମୋଦର ଲୀଳାର ଇଏ ଏକ ଲୀଳା। ପ୍ରଭୁ ଇ ଚକ୍ଷୁ ସେଇଥିପାଇଁ ଅଛି ଯେ ଆପଣଙ୍କର ନୟନାଭିରାମ ରୂପ ଛବି ଦେଖିବ। ଇଏ କର୍ଣ୍ଣ ସେଇଥିପାଇଁ ଅଛି ଯେ ଅମୀୟ ପିୟୁଷ ପିଇଲା ପରି ଲାଗୁଥିବ, ଆପଣଙ୍କର ଗୁଣ ଗଣ ଗାଥାକୁ କେବଳ ଗ୍ରହଣ କରୁଥିବ। ପାଦଉ ହରିମନ୍ଦିର ମାର୍ଜନା, ପାଦଉ ନକ୍ଷତ୍ର ଗତଉ, ପାଦ ସେଇଥିପାଇଁ ଅଛି ଯେ ହରିକ୍ଷେତ୍ରରେ ପଦାର୍ପଣ କରିବ। ହସ୍ତଉ ହରିମନ୍ଦିର ମାର୍ଜନା ଆଦିଷୁ, ଇଏ ହାତ ସେଇଥିପାଇଁ ଅଛି
जे हरि मंदिर मार्जन करिवो ता गड़ा उड़ेई दबो ता घर उड़ेई दबो सेइतिपई संपूर्ण भाव में एवं ये शिरो ऋषिकेश पदाभिवंदने ये शिर सेइतिपई अछि जे ऋषिकेशंकर पदवंदना करिवो। तो ये दामोदर लीलार जो सामग्रिक लीला यही सामग्रिक लीला को जुगावधि भगवान को लीला ठारू ई जो लीला संगठित है भागवत कहती ई लीलाटा संगठित है केतेबेले भाद्रव मास शुक्लपक्ष प्रतिपदा यही तिथि रे यही जामलार्जुन भंजनर लीला दधिभाण्ड भंजनर लीला ये ही समाहित होता। तो याकू ही मन रखिबा पाई जेते जेते कथा जेते जेते रीतिनीति प्रचलन है सेते संपूर्ण भाव में ये दामोदर कथाटाकू लोके एभली भाव में मात्रा रे ग्रहण करिगले जे स्वयं जगन्नाथंकर पूजा पद्धति रे बेसरे चाली चलनी रे रीतिनीति रे मध्य एमिति एक दामोदर कथा आसीगला। विशेषकर आचार्य माधवाचार्य गौड़ीय वैष्णव तत्वर प्रधान प्रचारक सीए ही यही तत्व रे दामोदरा पद्धति रे यही कथा को उज्जीवित करने एक बेसर मध्य प्रचलन सेठी होगला। श्री जगन्नाथ मंदिर रे कार्तिक मासरे गोटे बेस है राधा दामोदर बेस कथा। तो यही देखा कथा प्रभुंकर यही दामोदर बंधा होता बेले जामलार्जुन भंजन लीला दधिभाण्ड भंजनर लीला यही मन रखापी एथिरे दामोदर पूजा है। कहीं दामोदर पूजा दौड़ीटा दामटा उदर रे बंधा ही पछपट को आसीथिला बोली तदा प्रोक्तं दामोदर ताहांकु दामोदर कुहाउथिला। किंतु ये जो राधा दामोदर ये राधा पूजा केबेठु दामोदर संगे है सत्यव्रत मुनि जे दामोदराष्टक लिखिछंती सी गोटे बढ़िया कथा लिखिछंती। कौन से भल कथा लिखिछंती से कृष्ण जन्मर कथा मने पकईछंती। सी आमे जन्म समय जहाँ देखुथिले वर्ष खूब राति रे वर्षा होउथिला वज्र विद्युत घड़घड़ी एमती सब मारुथिला प्रचंड एक भयानक रात्रि थिला। चेतन माने विमोहित हेले जड़ माने जीवन पाईगले जमुना नई भितर वसुदेव पशिले तांकर इति जमुना नई बढ़ी थिला जे सी तांकर पादर बड़ागंठी पर्यंत मध्य पानी तांकु लागिला नाही। यही सब कथा को नहीं गोटे कथा गोटे सुंदर श्लोक तांकर मने पड़ुथिला एवं से कथाटी होउची जो प्रेमणा मांग हृदि भी दधाति अविकल स्यात् तस्य बंधच्युति। भगवान कहउचंती जे प्रेम रे अति विकल भाव रे मते हृदय रे साइती रखे मोर नाम को स्मरण करे गुण को कीर्तन करे एवं मोरी गाथा को कथा को श्रवण करे ये तीनोटी कथा जी करे प्रेम रे अति भक्तिर सहित शरणागति भाव रे जो प्रेमणा जी प्रेम रे मांग हृदि भी दधाति मते जे हृदय रे साइती रखे जो भक्त अविकल स्यात् तस्य बंधच्युति। कौन शिखिले आमे कृष्ण जन्म रे देखिले शिकुड़ीटा जड़ बंधन खोलीगला कारण से हृदय रे भगवान को बांधी रखी कबाट आपे आपे फिटीगला बिजुली तांकु बाट कढ़ई नेला। तेणु मते जे प्रेम रे हृदय रे धरी रखे तार बंधन केबे भी नहीं अविकल स्यात् तस्य बंधच्युति। द्वितीय कथा तद्विरोधिनी अवसांगलीनताम यार जो माने विरोध करती से माने अवश ही पड़ती जेमिति प्रहरी माने जीवंत प्राणी से माने मध्य विमोहित होगले समस्ते अवश होगले तद विरोधिनी ये प्रेम रे धरिबा जगार मो प्रति जो मानकर विद्वेष अच्छी मो प्रति जो मानकर असूया भाव अच्छी अवसांग से माने सदा बेले अवसाद अवस्था रहती यह ही कथारू शिखा पड़े। धी पीयूष करोदय बुद्धि क्या मागिबा पड़े नहीं मु अंतर रे थिले हृदय रे मते धारण करथिले बुद्धि आपे आपे प्रकाश पाए हाथ पाहंतारे बुद्धि थाए धी पीयूष ये बुद्धि रूपक अमृत करोदय हाथ रे थिला परी लागे कौटू बुझीबा पड़े नहीं कि शास्त्र पढ़ा दरकार पड़े नहीं। करोदय गुळफ भव नदी गुळफ प्रमाणोदक
ଯେତେବେଳେ ବସୁଦେବଙ୍କର ଯମୁନା ନଈ ବଢ଼ିଛି ତଥାପି ତାଙ୍କର ପାଦର ବଳାଗଣ୍ଠି ପର୍ଯ୍ୟନ୍ତ ପାଣି ହେଲା ନାହିଁ। ଏଥିରୁ ଆମେ କ'ଣ ବୁଝିଲେ? ଭବ ନଦୀ, ଇଏ ସଂସାର ରୂପକ ନଦୀ, ଏଥିରେ ଯେତେ ଦୁଃଖ ଜଞ୍ଜାଳ ଅଛି ସେ ଗୁଳୁଫ ପ୍ରମାଣ, ମାନେ ପାଦର ବଳାଗଣ୍ଠି ଯାଏଁ ସିନା ହେବ, ସିଏ କେବେ ବୁଡ଼େଇ ଦେଇପାରିବନି ମୋ ଭକ୍ତକୁ, ମୋତେ ହୃଦୟରେ ବାନ୍ଧି ରଖିଥିବା ଲୋକକୁ। ଇଏ ଭବ ସଂସାରର ଜଞ୍ଜାଳ, ଭବ ଜଞ୍ଜାଳର ଦୁଃଖ, ଇଏ କେବେ ତାକୁ ବୁଡ଼େଇ ଦେଇପାରିବନି। କେବଳ ବଳାଗଣ୍ଠି ଯାଏଁ ତାର ହେଇପାରେ, ଦୁଃଖ ଆସିପାରେ, କିନ୍ତୁ ସିଏ ତାକୁ ବୁଡ଼େଇବା ତ ଦୂର କଥା, ପାଦର ଗଣ୍ଠି ମଧ୍ୟ ଡିଏ ନାହିଁ। ଧି ପିୟୁଷ କରୋଦୟ ଭବ ନଦୀ ଗୁଳୁଫ ପ୍ରମାଣ ଓଦକ। ସବୁଠୁ ବଡ଼ କଥା ହେଲା ଲୁପ୍ୟଦ ବୃତ୍ତି ଚ ଗୋକୁଳେ, ହୃଦୟ ଗୋକୁଳରେ ଯଦି ମୋତେ ଧରି ରଖିଥାନ୍ତି, କେହି ବି ଶରଣାଗତି ଭାବରେ ମୋତେ ହିଁ କେବଳ ସ୍ମରଣ କରୁଥାନ୍ତି, ମୋର ନାମ ନେଉଥାନ୍ତି, ସେଠି ସମସ୍ତ ବୃତ୍ତି, କାମ କ୍ରୋଧ ଲୋଭ ମୋହ ମଦ ମାଶ୍ଚର୍ଯ୍ୟ, ଏ ଇନ୍ଦ୍ରିୟମାନଙ୍କର ସମସ୍ତ ବୃତ୍ତି, ଯେମିତି ପଞ୍ଚ ତନ୍ମାତ୍ରାର କାମ, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ, ଇଏ ସମସ୍ତେ ନିବୃତ୍ତ ହେଇଯାଆନ୍ତି। ଯେଉଁ ମାନେ ଲୁପ୍ୟଦ ବୃତ୍ତି ଚ ଗୋକୁଳେ, ସମସ୍ତ ବୃତ୍ତି ଗୋକୁଳ, ହୃଦୟ ଗୋକୁଳ ଭିତରେ ବନ୍ଦ ହେଇଯାଏ ମୋତେ ଧରି ରଖିଥିଲେ। ମାୟାପି ତତ୍ରାଗତା, କରଗତା, ଯେତେବେଳେ ମାୟା କରରେ ଲାଗିଯାଏ ସେତେବେଳେ ଏ ବିଜୁଳି କନ୍ୟାକୁ ଧରି ପୁଣି ମାୟାଗ୍ରସ୍ତ ହୋଇ ପାଦରେ ଲାଗିଲା ସାଙ୍କୁଳି, ବା ପାଦରେ ଲାଗି ଦୁହିତା ଛାଡ଼ିଲା ବୋବାଳି, ପୁଣି ମାୟା ଆସିଯାଏ, ମୋତେ ଛାଡ଼ିଦେଲେ ମାୟା ଆସିଯାଏ। ମା କ'ଣ କଲେ? ଯେପର୍ଯ୍ୟନ୍ତ ମୋ ପଛରେ ପଛରେ ଦୌଡ଼ୁଥିଲେ, ମୋତେ ବାନ୍ଧିବା ପାଇଁ ଦୌଡ଼ୁଥିଲେ, ଦୌଡ଼ ଦୌଡ଼ ମୋ ପଛରେ ଯେତେ ଦୌଡ଼ିବ ମୁଁ ବନ୍ଧା ହେଇଯିବି। ଏଇ କଥା ଆମେ ଯାମଳାର୍ଜୁନ ଭଞ୍ଜନରୁ ଶିଖିଲେ। ମୋରି ପଛରେ ମୋ ପାଇଁ ଯେତେ ଦୌଡ଼ିବ, ଯେତେ ଦୌଡ଼ିବ, ଦୌଡ଼ି 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 ଦୌଡ଼ି, ମାନେ ମୁଁ ଯେ ସଂସାର ଅଛି ଛନ୍ଦି, ଭକତ ପରେ ମୋତେ ବାନ୍ଧି, ମୋ ପଛରେ ଦୌଡ଼ିଲେ ମୋତେ ହିଁ ବାନ୍ଧି ହୁଏ। ମା ସେଇଆ କଲେ, ମୋ ପଛରେ ଦୌଡ଼ିଥିଲେ। ଯଶୋଦାଶ୍ରମ ଦେଖି ହରି ନିଜ ବନ୍ଧନେ ଆଶ୍ରା କରି, ନିଜ ବନ୍ଧନରେ ଆଶ୍ରା କରି ନିଜେ ବନ୍ଧା ହେବେ, ଭକ୍ତ ପାଖରେ ମା ପାଖରେ ବାନ୍ଧି ହେବେ। ଏଇଥିପାଇଁ ପ୍ରଭୁ ନିଶ୍ଚଳ ହେଲେ ଏବଂ ତାଙ୍କୁ ବାନ୍ଧି ଦିଆଗଲା। ତ ସତ୍ୟବ୍ରତ ମୁନି ଏଇଠି ଗୋଟିଏ କଥା ଲେଖିଲେ ସମ୍ପୂର୍ଣ୍ଣ ଭାବରେ, ନମସ୍ତେସ୍ତୁ ଦାମ୍ନେ ସୁରଦୀପ୍ତି ଧାମ୍ନେ, ନମସ୍ତେସ୍ତୁ ଦାମ୍ନେ ସୁରଦୀପ୍ତି ଧାମ୍ନେ, ତୋଦୀୟ ଉଦରାୟଥ ସର୍ବସ୍ ବିଶ୍ୱସ୍ୟ ଧାମ୍ନେ, ନମୋ ରାଧିକେୟୀ ତୋଦୀୟ ପ୍ରିୟାୟୀ, ନମୋ ଅନନ୍ତ ଲୀଳାୟ ତୋଦୀୟ ତୁଭ୍ୟମ୍। ଇଏ ଦାମୋଦରା ଯେଉଁ ଅଷ୍ଟକ ଲେଖିଛନ୍ତି ସତ୍ୟବ୍ରତ ମୁନି, ତାର ଅଷ୍ଟମ ଶ୍ଲୋକ ଇଏ। ସେ ଦୌଡ଼ିକି ନମସ୍କାର କରୁଛନ୍ତି। ନମସ୍ତେସ୍ତୁ ଦାମ୍ନେ, ଦାମ ମାନେ ଦୌଡ଼ି, ହେ ଦୌଡ଼ି, ହେ ରଜୁ, ହେ ତ୍ରିଗୁଣାତ୍ମକ ରଜୁ, ରଜଗୁଣରେ ନୁହେଁ, ତମ ଗୁଣରେ ନୁହେଁ, କେବଳ ସତ୍ୱ ଗୁଣରେ ତ ଭଗବାନଙ୍କୁ ବାନ୍ଧି ହେବ। ସେଇଥିପାଇଁ ତ ଦୌଡ଼ି ନଅଣ୍ଟ ପଡ଼ୁଥିଲା ମାଙ୍କର ବାନ୍ଧିବା ବେଳେ। ନମସ୍ତେସ୍ତୁ ଦାମ୍ନେ, ହେ ଉଦରରେ ବନ୍ଧା ହେଇଥିବା ଦୌଡ଼ି, ତମକୁ ମଧ୍ୟ ନମସ୍କାର। ସଂସାରର ଇଏ ଏକ ଅନବଦ୍ୟ ସ୍ତୁତି, ଦାମୋଦରାଷ୍ଟକର ଇଏ ସ୍ତୁତି ଏକ ଅନନ୍ୟ ସ୍ତୁତି। ଦୌଡ଼ିକି ନମସ୍କାର। ନମସ୍ତେସ୍ତୁ ଦାମ୍ନେ ସୁରଦୀପ୍ତି ଧାମ୍ନେ, ସୁରଦୀପୀ ପ୍ରଭାମଣ୍ଡଳ ଦେବତାମାନଙ୍କର ଯିଏ ଆରାଧ୍ୟ, ସ୍ତବ ସ୍ତୁତିରେ ଯିଏ ସନ୍ତୁଷ୍ଟ ହୁଅନ୍ତି ନାହିଁ, ବେଦ ଧ୍ୱନିରେ ସମ୍ପୂର୍ଣ୍ଣ ବିମୋହିତ ନ ହୋଇ ଯିଏ ଗୋପୀ ବସନାଞ୍ଚଳରେ ଲୁଚିବାକୁ କେବଳ ମର୍ତ୍ତ୍ୟମଣ୍ଡଳକୁ ଅବତାର ନେଇ ଆସିଛନ୍ତି, ସୁରଦୀପ୍ତି ଧାମ୍ନେ, ସେଇ ସୁରବର୍ଜ୍ୟ ଦେବତାମାନଙ୍କର ଆରାଧ୍ୟ ସ୍ତବ୍ୟ ସ୍ତୁତ୍ୟ ପୁରୁଷ, ଯାହାକୁ ଇନ୍ଦ୍ର ଡାକୁଛନ୍ତି ଦେବ ମଣିମା ମଣିମା, ବ୍ରହ୍ମା କହୁଛନ୍ତି ଦେବ ଗୁହାରି ଶୁଣିବା, ତ୍ରିଦଶ ମଣ୍ଡଳୀ ଯାହା ପାଖରେ କୃତାଞ୍ଜଳି ପୁଟରେ ଦଣ୍ଡାମାନ, ସେଇ ପରମ ପୁରୁଷ ଆଜି ଆସି ଲୀଳାକ୍ରମେ କେବଳ ଲୀଳା ରଚନା କରିବା ପାଇଁ ମା ପାଖରେ ଆଜି ବନ୍ଧା ହେଇଛନ୍ତି। ସେଇ ସୁରଦୀପ୍ତି ଧାମ୍ନେ, ସେଇ ସୁରବର୍ଜ୍ୟ ମହାପ୍ରଭୁଙ୍କୁ ମଧ୍ୟ ନମସ୍କାର। ଦ୍ୱିତୀୟ ସମ୍ପୂର୍ଣ୍ଣ ଆଉ ଗୋଟିଏ କଥା କହିଲେ, ସବୁ ତୋଦୀୟ ଉଦରାୟଥ, ତମ ହେ ପ୍ରଭୁ ଆପଣଙ୍କ ଉଦରକୁ ମଧ୍ୟ ନମସ୍କାର। କାରଣ ଏଭଳି ସତ୍ୱ ଦୌଡ଼ିରେ ଯେଉଁ ଉଦରକୁ ବନ୍ଧା ଯାଇ ପାରିଲା, ସେ ଉଦରକୁ ମଧ୍ୟ ନମସ୍କାର। ଅଥ ବିଶ୍ୱସ୍ୟ ଧାମ୍ନେ, ଇଏ ସମଗ୍ର ପୃଥିବୀରେ ପରିବ୍ୟାପ୍ତ ସତ୍ତା, ଅଚ୍ୟୁତ ଯାହାକୁ କହନ୍ତି, ଯିଏ କେବେ ବି ଚ୍ୟୁତ ହୁଅନ୍ତି ନାହିଁ କୌଣସି ପ୍ରାଣୀଙ୍କ ଠାରୁ, ସିଏ ମହାପ୍ରଭୁଙ୍କୁ ମଧ୍ୟ ନମସ୍କାର।
ସବୁଠୁ ବଡ଼ କଥା ଗୋଟେ କହୁ କହୁ କହିଦେଲେ ନମସ୍ତେ ନମୋ ରାଧିକାयै ତ୍ୱଦୀୟ ପ୍ରିୟାयै। ହେ ପ୍ରଭୁ, ହେ କୃଷ୍ଣଚନ୍ଦ୍ର, ଆପଣଙ୍କ ପ୍ରେୟସୀ ରାଧା ଦେବୀଙ୍କି ମଧ୍ୟ ନମସ୍କାର। ନମୋ ରାଧିକେयै ତ୍ୱଦୀୟ ପ୍ରିୟାयै, ଆପଣଙ୍କ ପ୍ରିୟା ରାଧିକାଙ୍କୁ ମଧ୍ୟ ନମସ୍କାର। କାରଣ ସିଏ ଏ ଲୀଳା ରଚନା କରୁନଥିଲେ ହୁଏତ ଗୋଟେ ଅପୂର୍ଣ୍ଣ ସ୍ଥିତି ଥାନ୍ତା, କେବଳ ପୁରୁଷ ଥାନ୍ତା, ପ୍ରକୃତି ବିହୀନ ହୋଇଥାନ୍ତା, ଯୁଗଳ ଅଙ୍ଗ ନଥାନ୍ତା, ମନ ମାନୁ ନଥାନ୍ତା, ଏ ହୃଦୟ ବୁଝୁ ନଥାନ୍ତା, ଅନ୍ତର ଖୋଲା କଥା ହେଇପାରନ୍ତେନି। ତ ସେଇ ଆପଣଙ୍କ ପ୍ରିୟା ରାଧିକା ଦେବୀଙ୍କି ମଧ୍ୟ ନମସ୍କାର। ସବୁଠୁ ବଡ଼ ନମୋ ଅନନ୍ତାୟ, ଆପଣ ଅନନ୍ତ ପ୍ରଚ୍ଛନ୍ନ, ଆପଣଙ୍କୁ ମଧ୍ୟ ନମସ୍କାର। ଲୀଳାयै ତ୍ୱଦୀୟମ୍, ଆପଣଙ୍କ ଲୀଳାକୁ ନମସ୍କାର। ଏଇ ଯେତେ ଯେତେ ଲୀଳା ଆପଣ କରିଛନ୍ତି ତାକୁ ମଧ୍ୟ ନମସ୍କାର। ତ୍ୱଦୀୟ ଲୀଳାଇ ତୁଭ୍ୟଂ ନମଃ, ଆପଣଙ୍କୁ ପୁଣି ଥରେ ନମସ୍କାର, ବାରମ୍ବାର ବାରମ୍ବାର ନମସ୍କାର। ତ ଦାମୋଦର ଲୀଳାର ଭଗବାନ ଜଗନ୍ନାଥଙ୍କୁ ଦାମୋଦର କରିଦେବା ପରେ ଯେଉଁ ଲୀଳା ହେଲା, ଯାହା ଶାସ୍ତ୍ରମାନଙ୍କରେ ଆସିଲା, ଇଏ ତ ଗୋଟିକିଆ ଥିଲା ଦାମୋଦର ପୂଜା। କିନ୍ତୁ ରାଧା ଦାମୋଦର ଇଏ କଥାଟା କେବେଠୁ ଉଠିଲା, ୟାକୁ ମଧ୍ୟ ଦେଖିବାର କଥା ଅଛି, ଜାଣିବାର କଥା ଅଛି। କୁଞ୍ଜ କାନନରେ ରାସମଣ୍ଡଳରେ ଯେତେବେଳେ ଶାରଦୋ ଫୁଲ୍ଲ ମଲ୍ଲିକା ରାସ ରଚିତ ହେଉଥିଲା, ଭଗବାନ କୃଷ୍ଣ ରାସରୁ ଅନ୍ତର୍ହିତ ହୋଇଗଲେ। ପୁଣି ଯେତେବେଳେ ଫେରିଲେ ସେତେବେଳେ ତାଙ୍କୁ ସେବାକୁଞ୍ଜ ପାଖରେ ଅନ୍ୟ ଅନ୍ୟ ଜାଗାରେ ଦୁଇଥର ଭେଟିଛନ୍ତି ସଖୀମାନେ। ଲଳିତା ଏବଂ ବିଶାଖା ସଖୀ ରାଧାଙ୍କୁ ଧରି ଭଗବାନ ଅନ୍ତର୍ଧ୍ୟାନ ହେଇଯାଉଛନ୍ତି, ହେ ରାଧେ ତମେ ତାଙ୍କୁ ଛାଡ଼ ନାହିଁ। ଏଇଥିପାଇଁ ଗୋଟିଏ କଥା କଲେ, ରାଧାଙ୍କ ଉତ୍ତରୀୟରେ କୃଷ୍ଣଙ୍କର ପୀତାମ୍ବରକୁ ଗଣ୍ଠି ପକାଇ ଦେଲେ। ସେଇଦିନଠୁ ସେମାନେ ଯୁଗନଧ ଅବସ୍ଥାରେ କେହି କାହାକୁ ଛାଡ଼ି ଯାଇପାରିବେନି, ଏଇ ଇଚ୍ଛାରେ ସଖୀମାନେ ଯେତେବେଳେ କରିଦେଲେ, ରାଧାଙ୍କ ଉତ୍ତରୀୟରେ କୃଷ୍ଣଙ୍କର ପୀତାମ୍ବରକୁ ଗଣ୍ଠି ପକାଇ ଦିଆଗଲା, ଦାମ ଦଉଡ଼ି ପରି ବାନ୍ଧି ଦିଆଗଲା। ସେଦିନଠୁ ମହାପ୍ରଭୁଙ୍କର ଆଉ ଗୋଟିଏ ନାଁ, ଏକକାଳୀନ ନାମ ହୋଇଗଲା ରାଧା ଦାମୋଦର। ଖାଲି ଦାମୋଦର ଜାଗାରେ ରାଧା ଦାମୋଦର ହେଲା ଏବଂ ବୈଷ୍ଣବମାନଙ୍କ ଦ୍ୱାରା ଏଇ ରାଧା ଦାମୋଦର ମୂର୍ତ୍ତି ବା ଏଇ ଯେଉଁ ପୂଜା ଅନୁଷ୍ଠିତ ହୋଇଗଲା, ଆରମ୍ଭ ହୋଇଗଲା। ରାଧା ଦାମୋଦର କଥା ତ ଏମାନେ କ'ଣ କଲେ, ଯେମିତି ଆମ 16 ଚୌପଦୀରେ ଜଗନ୍ନାଥ ଦାସ ଅତି ଭାବ ବିହ୍ୱଳ ଭାବରେ ଗୋଟିଏ କଥା ଲେଖିଲେ ବସି। ତ ରାଧିକା ପ୍ରକୃତି କିରଣ ଯୋଗ ମାୟାଙ୍କ ଦେହ, ଡହକ ସୁବର୍ଣ୍ଣ ଝଳୁଛି ମଧ୍ୟେ ଯଶୋଦା ପୁଅ। ଯଶୋଦା ପୁଅ କୃଷ୍ଣଙ୍କ ପାଖରେ ଶ୍ୟାମ ରଙ୍ଗରେ ହିରଣ୍ୟ ପରିଧିରେ, ତ ଏଭଳି ଭାବରେ ରାଧାଙ୍କୁ ସମାବେଶିତ କରି, ଡହକ ସୁବର୍ଣ୍ଣ ଝଳୁଛି, ସୁନାର ରଙ୍ଗ ଯେପରି ହଳଦିଆ, ସେଭଳି ଭାବରେ ଶ୍ୟାମ ବୃକ୍ଷରେ ଏକ ସ୍ୱର୍ଣ୍ଣଲତା ମାଡ଼ିଲା ପରି ଇଏ ଯୁଗଳ ଅଙ୍ଗ ଦେଖାଗଲା। ସେଇଦିନଠୁ ଇଏ ପୂଜା ଆରମ୍ଭ ହୋଇଗଲା। ମା' ମାନେ ବିଶେଷ କରି କାର୍ତ୍ତିକ ବ୍ରତ ଉର୍ଜା ବ୍ରତ କରୁଥିବା ସ୍ତ୍ରୀ ଲୋକମାନେ ଆମ ସମ୍ପ୍ରଦାୟ ତାଙ୍କୁ ପୂଜା କରିବାକୁ ଲାଗିଲେ। ବହୁତ ସୁନ୍ଦର ଭାବରେ ସ୍ତୁତି କଲେ। ବୃନ୍ଦାବନ ଚନ୍ଦ୍ର ଗୋପୀଙ୍କ ପତି ରାଧା ମାଧବ, ବୃନ୍ଦାବନ ଚନ୍ଦ୍ର ଗୋପୀଙ୍କ ପତି ରାଧା ମାଧବ, ସର୍ବବ୍ରଜବାସୀ ହୃଦ ସମ୍ପତ୍ତି ରାଧା ମାଧବ। ଘନ ଶିରେ ଶିଖି ପୁଚ୍ଛ ପିତ ଦୁକୁଳ ରାଧା ଗୋବିନ୍ଦ, ରାସେର ସାଇଲ ଗୋପୀ ସକଳ ରାଧା ଗୋବିନ୍ଦ, ଘନଶ୍ୟାମ ଗୁଣମଣି ସୁନ୍ଦର ରାଧା ଗୋବିନ୍ଦ, ଲଗାଇ ଜାଣଟି କେତେ ହୁନ୍ଦର ରାଧା ଗୋବିନ୍ଦ, ସଖା ସଖୀ ମେଳେ ଧୂଳିଆ ତନୁ ରାଧା ଗୋବିନ୍ଦ, ସେ ଶୋଭା ଦେଖିଲେ ନ ଯାଏ ମନୁ ରାଧା ଗୋବିନ୍ଦ, ସକଳ ଜୀବର ଆତ୍ମା ପୁରୁଷ ରାଧା ଗୋବିନ୍ଦ, ଜୀବ ଯିବା ବେଳେ ହେବଟି ଦୃଶ୍ୟ ରାଧା ଗୋବିନ୍ଦ।
परंपरारे दामोदर लीलारे ये राधा गोविंदर जुगल मूर्ति आराधना जुगल तत्वर उपासना एभली भावरे आत्मप्रकाश कला संपूर्ण भावरे एक जुगल तनु मिलित तनु राधा संपूर्ण जीव मुसिना जड़ पिंड तू मो जीवन भगवान कृष्ण मध्य कहवाक पछाइले ने हे राधे हे वृंदावनेश्वरी हे वृषभानुसुते देवी मुसिना जड़ पिंड तू मो जीवन प्रकृति की जीवन कर दिगला स्वयं परम ब्रह्म निजकू जड़ परी मने कले अर्थात जुगल तत्व बिना संसार रे सबुकिछि असंभव हो पड़ा। तो ये चिंताधारा वैष्णवीय चिंतार वैष्णवीय पद्धति रे संपूर्ण दामोदर उपासना ही चलिला। तो आमर कवि माने जे भली भाव रे उन्मत्त हो पड़े जमिति आम बनमाली ये जुगल अंग को देखी सी मध्य आत्महरा हो पड़ी बहु समय रे से देखुंट गोटे देख गो राधा माधव रंग देख गो जुगल मिलन मधुर अंग मधुर मिलन जुगल अंग देख गो सखी देख गो राधा माधव रंग देख गो आहा कि नयन आनंदकारी घने सौदामिनी लीला लहरी देख गो सखी देख गो राधा माधव रंग देख गो गोरी उर जे कला उर लागी कि शोभा दिशंती पुराण संगी देख गो सखी देख गो राधा माधव रंग देख गो एभली भावरे जन समाज रे भक्त मंडली रे ई दामोदर पूजा परक्षण रे माधवाचार्य परवर्ती समय अर्थात द्वादश शताब्दीर शेष भाग बेलू राधा दामोदर पूजा एभली भावरे विक्षिप्त चेतना रे मंदिर गात्र रे परंपरा रे आम समाज रे अवलीलाक्रम एभली व्याप्त होगला परिव्याप्त होगला जयति ते धिकम आमे जानिचे ना से जो गोपी माने रासरे जतेबेले कृष्ण अंतर्ध्यान होगले जो श्लोक विरह विच्छेद भाव में खोजी बुलुले से ही श्लोक आज ये दामोदर अष्टकर परिसमाप्ति देखा जयति सुवर्ण मंजरी जयति ते धिकं जन्मना ब्रज श्रयत इंदिरा सस्वदत्र हि दयितजेप्सितं दीक्षुतावकाः तोयि द्रुतागम त्वां विचिन्वने स्वामी नयन पथगामी भवतु मे जगन्नाथ स्वामी नयन पथगामी भवतु मे। बोल महाप्रभु जगतपति जगन्नाथंकर जय। संसार सुखी हो बोल आनंदे कवार हरि बोल हरि बोल हरि बोल। जय जगन्नाथ।